ଏବେ ବି ମନେ ପଡ଼େ ଖରା ଛୁଟି ଆସିଲେ ଯେତେବେଳେ ଏବେ ବି ଖରା ଦିନ ଆସିଲେ ମନେ ପଡ଼େ ସେତେବେଳେ ଖରା ଛୁଟି ଆସିଲେ ଗୋଟେ କଥା ମନେ ପଡ଼ୁଥିଲା କ'ଣ ନା ମାମୁଁ ଘର ଯିବାର ଅଛି। ଖରା ଛୁଟି ଯେତିକି ଦିନ ରହୁଥିଲା ମାମୁଁ ଘରେ ଯାଇକି ବିତେଇବାର ଅଛି। ମୁଁ ମାମୁଁ ଘର ଗାଁରେ ଖେଳିବାର ଅଛି, ବୁଲିବାର ଅଛି। ସେତେବେଳେ କଥା ଭାବିଲେ ଏବେ ମାନେ ଲାଗେ ସେ ଆଟୁ ଉପରୁ ମା ରଖିଥିବା ପଇସାରୁ ଚୋରି କରିକି ନେଇକି ଖାଇବାର କଥା। ଖଟା ଯେତେ ପ୍ରକାର ଖଟା ଥିବ ସେ ଆଟୁରେ ରହୁଥିଲା, ସେଠୁ ଲୁଚେଇକି ନେଇକି ପିଲା ସାଙ୍ଗ ସହିତ ମିଶିକି ଘର ପଛପଟେ ବସିକି ଖାଇବାର କଥା। କିନ୍ତୁ ଆପଣମାନଙ୍କର କରିଥିବେ କି ନାହିଁ ମୁଁ ଜାଣିନି, କିନ୍ତୁ ମୁଁ କରିଛି। ମାନେ ଖରାଦିନ ବାପା ବୋଉ ସମସ୍ତେ ଶୋଇଥିବେ ଯେତେବେଳେ ଆମେ ଭାଇ ଭଉଣୀ ମିଶିକି ଯାଇକି ବାଦାମୀ ଆଣିକି ଲୁଚେଇକି ଆଇସ୍କ୍ରିମ୍ ବାଲାକୁ ଦେଇକି ଆଇସ୍କ୍ରିମ୍ ଖାଇକି ମାଡ଼ ଖାଇବାର କଥା। ଆମକୁ ତ ମୋ ବାପା ଧରିକି ବହୁତ ପିଟୁଥିଲେ, ଏଇ ଜିନିଷ ପାଇଁ ପିଟୁଥିଲେ ଯେଉଁଟା ମୋ ମା' ବୋଉ ଆମକୁ ବଞ୍ଚେଇ ଦେଇଥିଲା। ସେତେବେଳର କଥା। ସେ ଖରା ଛୁଟି ଆସିଲେ ଲୋକେ ଏବେ କ'ଣ ଘରେ କବାଟ ଦେଇକି ଏସି ତଳେ ଶୋଉଛନ୍ତି, କିନ୍ତୁ ଆମ ସେତେବେଳେ ସମସ୍ତଙ୍କର ଥିଲା ଫ୍ୟାନ୍ ବି ନଥିଲା, କରେଣ୍ଟ ବି ନଥିଲା, ଅଧାବେଳେ କରେଣ୍ଟ ବି ରହୁନଥିଲା। ଆମେ ଆଟୁ ଘର ସମସ୍ତଙ୍କର ଆଟୁ ଘର ଥିଲା। ସେ ଆଟୁ ଘରେ ଛାଇ ତଳେ ଶୋଇବାର ମଜା ଏବେ ସେ ଏସି ଘରେ ବି ନାହିଁ। ଆଉ ସନ୍ଧ୍ୟାରେ ରାତିରେ ତ ପ୍ରାୟ ଟାଇମ୍ ସେତେବେଳେ କରେଣ୍ଟ କଟି ଯାଉଥିଲା, କିନ୍ତୁ ଯେତେବେଳେ କରେଣ୍ଟ କଟୁଥିଲା ନା ରାତିରେ ଘର ଅଗଣା ବାହାର ପଟରେ ମଶାରୀ ସେତେବେଳେ ମଶୁରୀ ଟଙ୍ଗା ହେଉଥିଲା। ଟଙ୍ଗା ହେଇକି ପରିବାରରେ ସମସ୍ତେ ଶୋଉଥିଲେ। ସକାଳେ କାଉ ଆସିକି ଚାରିକଡ଼ରେ ବୁଲିକି କା କା ନ କଲା ପର୍ଯ୍ୟନ୍ତ ନିଦ ନ ଭାଙ୍ଗିବାର କଥା। ସିଏ ଯେଉଁ ମଜା ଥିଲା ଖରାଦିନେ। ସନ୍ଧ୍ୟା ହେଲେ ଖରାଦିନେ ଖରା ଛାଇ ଖେଳିବାର କଥା। ମାମୁଁ ଘର ଗାଁ ପୋଖରୀରେ ଯାଇକି ଦିନ ସାରା ବୁଡ଼ିବାର କଥା। ମନେ ଥିବ କି ନାହିଁ ମୁଁ ଜାଣିନି, ଆପଣମାନେ କେବେ କରିଛନ୍ତି କି ନାହିଁ ଜାଣିନି, କିନ୍ତୁ ଆମ ସମୟର ସେ ଜିନିଷକୁ ମୋର ଏବେ ବି ମନେ ପଡ଼େ। କିନ୍ତୁ ଆମେ ବହୁତ ମଜା କରିଛୁ ଖରାଦିନେ, ବହୁତ କିଛି ଏନ୍ଜୟ କରିଛୁ, ବହୁତ ଖୁସି। ସେତେବେଳେ ଏଇସବୁ ଛୋଟିଆ ଖୁସିରେ ଆମେ ଖୁସି ହେଉଥିଲୁ, କାହିଁକିନା ସେତେବେଳେ ବିଶେଷ କିଛି ନଥିଲା। ନା ଟିଭି ଥିଲା, ନା ମୋବାଇଲ୍ ଥିଲା। ଯାହା ମନେ ଅଛି ଟିଭି ଥିଲା, ସାହିରେ ଜଣଙ୍କ ଘରେ ଟିଭି ଥିବ, କିନ୍ତୁ ସବୁଦିନ ରବିବାର ହେଲେ ସେତେବେଳେ ଶକ୍ତିମାନ ଦେଖିବାର କଥା, ଅଲିଭ୍ ଲୈଲା ଦେଖିବାର କଥା। ଆଉ ଗୋଟେ ଜିନିଷ ଆସେ ଆପଣମାନଙ୍କର ମନେ ଥିବ ଚିତ୍ରାହାର, ଗୋଟେ ମାନେ ସେଥିରେ ହିନ୍ଦୀ ଗୀତ ସବୁ ଦେଉଥିଲା। ସେଇ ସମୟରେ ଯିଏ ଆମକୁ ପାଠ ପଢ଼ାଉଥିଲେ ନା, ସିଏ 8ଟା ବାଜିବ ମାନେ ଚିତ୍ରାହାର ଦେଖିବାକୁ ପଳାଉଥିଲେ। ଆମକୁ ଯଦି ସାଙ୍ଗରେ ଲୁଚି ଯାଇ ଦେଖୁଥିଲୁ ପିଟୁଥିଲେ। କିନ୍ତୁ ସେତେବେଳର ନା ସମୟ ଅଛି, ନା ଫେରିବାର ଅଛି, ନା ସେବେକାର ମଜା ଏବେ